ବ୍ଲାଷ୍ଟିଂ ପାଇଁ ରଖାଯାଇଥିବା ବିସ୍ଫୋରକ ସାମଗ୍ରୀ ଜବତ। ବାଲେଶ୍ୱର ଜିଲ୍ଲା ଖଇରା ତହସିଲ ଅଧୀନ ଗଡ଼ପୋଖରୀ ଗାଁର ସଞ୍ଜୟ କୁମାର ଷେଣ୍ଢଙ୍କ ବାଡ଼ିରୁ ବ୍ୟାପକ ପରିମାଣର ବିସ୍ଫୋରକ ଜବତ କରାଯାଇଛି। ସାରିସୁଆ ପାହାଡ଼ରେ ବର୍ଷା ପାଇଁ ବିସ୍ଫୋରକ ପଦାର୍ଥ ରଖାଯାଇଥିବା ସନ୍ଦେହ କରିଛି ପୋଲିସ। ପାଖାପାଖି 40 ବସ୍ତା ଜିଲେଟିନ୍ ଓ 11 ବଣ୍ଡଲ ତାର ଜବତ କରାଯାଇଛି। ଏହାର ମୂଲ୍ୟ 30 ଲକ୍ଷ ଟଙ୍କା ହେବ ବୋଲି ପୋଲିସ କହିଛି। ନୀଳଗିରି ଏସ୍ଡିପିଓ ପ୍ରମୋଦ କୁମାର ମଲ୍ଲିକଙ୍କ ନେତୃତ୍ୱରେ ଏହି ଚଢ଼ାଉ କରାଯାଇଥିଲା। ପୋଲିସ ଆସୁଥିବା ସମ୍ପର୍କରେ ସୂଚନା ପାଇଁ ସଞ୍ଜୟ ଘରେ ଥିବା ଏହି ବିସ୍ଫୋରକ ସାମଗ୍ରୀକୁ ବାଡ଼ିକୁ ଫିଙ୍ଗି ଦେଇଥିବା ନେଇ ଏସ୍ଡିପିଓ ସୂଚନା ଦେଇଛନ୍ତି। ବ୍ୟୁରୋ ରିପୋର୍ଟ, ଲାଇଫ୍ ନ୍ୟୁଜ୍। ଆମର ଏ ଯେଉଁ ପାହାଡ଼ରେ ସବୁ ଫୁଟା ହେଉଛି, ଯେଉଁ ପାହାଡ଼ରେ ଯେଉଁ ବ୍ଲାଷ୍ଟିଂ କରାଯାଉଛି, ସେ ବ୍ଲାଷ୍ଟିଂର ଦ୍ରବ୍ୟ ଗୁଡ଼ିକ ସବୁ ଏଗୁଡ଼ିକ ବର୍ତ୍ତମାନ ସବୁ ଲୋ ଏକ୍ସପ୍ଲୋସିଭ୍ ଏବଂ ହାଇ ଏକ୍ସପ୍ଲୋସିଭ୍ ରହିଛି, ଡିଟୋନେଟର୍ ରହିଛି, ୱେୟାର ମଧ୍ୟ ରହିଛି। ଏଗୁଡ଼ା ସବୁ ଜବତ ହେଇଛି। ଏହାର ଆନୁମାନିକ ମୂଲ୍ୟ ପାଖାପାଖି 20 ଲକ୍ଷରୁ ଉର୍ଦ୍ଧ୍ୱ ହେବ। ବର୍ତ୍ତମାନ ଆମର 20 ବସ୍ତା ଯେଉଁ ଲୋ ଏକ୍ସପ୍ଲୋସିଭ୍ରେ ରହିଛି ଏବଂ 20 ପେଟି ରହିଛି ହାଇ ଏକ୍ସପ୍ଲୋସିଭ୍ରେ ରହିଛି। ଗୋଟେ ପେଟି ହେଉଛି 25 କେଜି ଲେଖା ରହିଛି ସେଟା। ଆଉ ଏଇଟା ଗୋଟେ ଯେଉଁ ବ୍ୟାଗ୍ ଅଖାରଟା ସେଟା ପାଖାପାଖି 50 କେଜି ଲେଖା ରହିଛି।